ଆଜି ଶୁଣିବା ଉପନ୍ୟାସ ଶିବ ଭାଇ। ଉପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 11। ନିୟମଗିରି ପର୍ବତ ଚଢ଼ି ଚଢ଼ିକା ଚାଲିଛନ୍ତି ଦୁଇଜଣ ଭୂଦାନ କର୍ମୀ। ଜଣେ ଡେଙ୍ଗା, ଜଣେ ବାଙ୍ଗରା, ଜଣେ ଶ୍ୟାମଳ, ଜଣେ ଗୋରା। ଜଣେ ସ୍କୁଲ ପଢ଼ା ସାରିଥିଲେ, ଜଣେ ବିଏ ପାସ୍ ପରେ ଆଇନ ପଢ଼ା, ଜଣେ ରଇତ ଘରର, ଜଣେ ଜମିଦାର ଘରର। କିନ୍ତୁ ଉଭୟେ ସେ ଏକା ପନ୍ଥାର। ଯହିଁରେ ଚେଷ୍ଟା କରାହୁଏ ଆତ୍ମା ଦ୍ୱାରା ଆତ୍ମାକୁ ଦେଖିବାକୁ। ଏକା ବୟସର ଦୁହେଁ, ସେଇ 30 କି 32 ଆଣ୍ଠୁ ପାଖ ପାଖ, ମୋଟା ଖଦଡ଼ ଲୁଗା, ଦେହ ଖାଲି, ମୁଣ୍ଡରେ ତେଳ ନାହିଁ। ଦୂର ସମତଳକୁ କିଏ କଟକ ଜିଲ୍ଲାରୁ, କିଏ ବାଲେଶ୍ୱର ଜିଲ୍ଲାରୁ ଆସି ଏ ବଣମାଳରେ ବୁଲି ବୁଲି ଭୂଦାନ କାମ କରୁଛନ୍ତି। ମଫସଲ ସଙ୍ଗେ ଛାତିକୁ ଛାତି ମିଶାଇ ଯାଇଛନ୍ତି। ଆପଣା କାମ ଆପେ କରିବା, ମିଳିଲେ ଖାଇବା, ନ ମିଳିଲେ ନାହିଁ। ଚାଲୁଥିବା ଥକିବା ନାହିଁ। ପଡ଼ୁ ପଛେ ଦିନକୁ 25-30 ମାଇଲ, ଏସବୁ ଅଭ୍ୟାସ ହୋଇଗଲାଣି। ବିଏ ପାସ୍ ଗୋରା ବାଙ୍ଗରା ଜଣକ ଜନୁ ଭାଇ, ଆର ଜଣକ ରମୁ ଭାଇ। ନା ଆଗରୁ ଶ୍ରୀପଦ, ନା ଶେଷରେ ଜାତିର ପଦବୀ କେବେଠୁ ଲୁଚିଗଲାଣି। କେବଳ ସେମାନେ ଭାଇ। ଯେଉଁଠି ମଣିଷ ଅଛନ୍ତି ସେ ସେଠି ସେମାନେ ଭାଇ। ଅତି ସରଳ ଦୀକ୍ଷା। 11:30ରେ କଲ୍ୟାଣସିଂହପୁର ଛାଡ଼ିଥିଲେ ବେଳ ଢଳିଲାଣି। କଲ୍ୟାଣସିଂହପୁରର ସାନ ନାଁ ସିଂପୁର। ଉତ୍ତର ଦକ୍ଷିଣ ହୋଇ ଶୋଇ ରହିଛି ବିଖ୍ୟାତ ନିୟମଗିରି ପର୍ବତମାଳା। କାହିଁ 50 ମାଇଲ ଲମ୍ବ, 30 ମାଇଲ ଓସାର। ସେଥିରେ ଅସଂଖ୍ୟ ପର୍ବତ ଶୃଙ୍ଗ, ଅସଂଖ୍ୟ ମାଳଭୂମି, ଉପତ୍ୟକା। ତାର ପୂର୍ବ ପାଖେ ଲମ୍ବ ହୋଇ ଚାଲିଛି ରାୟପୁର ଆଡ଼କୁ ରେଲ ଲାଇନ। ସେଠି ମୁନିଗୁଡ଼ା ଷ୍ଟେସନ। ତାର ପଶ୍ଚିମ ପାଖେ କଲ୍ୟାଣସିଂହପୁର ଓ ନାଗାବଳୀ ନଦୀ। ନିୟମଗିରି ଅସଲ ମଞ୍ଜ କଲ୍ୟାଣସିଂହପୁରରୁ ମୁନିଗୁଡ଼ା, ସେ ଦୀର୍ଘ ବାଟ 36 ମାଇଲ। ସେ 36 ମାଇଲ ତେର୍ଛା ବାଟରେ ପର୍ବତ ଉପରେ ପର୍ବତ ଚଢ଼ି ଚଢ଼ିକା ଚାଲିଛନ୍ତି ଜନୁଭାଇ, ରମୁଭାଇ। ଆଶ୍ଚର୍ଯ୍ୟ! ଡଙ୍ଗରିଆ କନ୍ଧର ଆଶ୍ଚର୍ଯ୍ୟ ଦେଶ ବିଷୟରେ। କଲ୍ୟାଣସିଂହପୁର ଗଲା, ନଈ ପାରି ହୋଇଗଲା ଡମ୍ବୁ ଲୋକଙ୍କ ଗାଁ ବଡ଼ଦୁଆ ସାହି, ଗିରିଆଗୁଡ଼ା, ତାପରେ ବଡ଼ସାନ ହୋଇ କରେ କରେ ଉଡ଼ୁଆଳରେ ଗାଁ ରହିଗଲା। ବନସ୍ତ ଉପରେ ଉପରେ ଚଢ଼ି ଚଢ଼ି ପହଞ୍ଚିଲେ ପ୍ରଥମ ଡଙ୍ଗରିଆ ଗାଁ ପାତଲାମ୍ବା। ପାହାଡ଼ ଉପରେ ଚାରିପାଖେ ବାଡ଼ ବୁଜା ହୋଇ 6ଟି ଘର ଏକାଠି। ସେତିକିରେ ଡଙ୍ଗରିଆ ଗୋଟିଏ ଆମ୍ବ ତୋଟା, ତେନ୍ତୁଳି ତୋଟା ତାର ସଙ୍କେତ। ଗାଁରେ ପ୍ରଚୁର ଆମ୍ବ ଝାକୁଆ ସାଇତି ରଖିଛନ୍ତି। ଆମ୍ବ କୋଇଲି ହିଁ ପ୍ରଧାନ ଖାଦ୍ୟ। ଅଳ୍ପ ମାଣ୍ଡିଆ, କିଛି ଜୋଣା, କୋସ୍କା, ମୁଆଁ ବି ଅଛି। ବଣର ଶାଗ ଡାଳ, ଜନ୍ତୁ, ଏଥିରୁ ବି କିଛି ଖାଦ୍ୟ ଭେଟେ। ସମ୍ଭ୍ରାମାଚିରେ ଘର ଭିତରେ ସଢ଼ା ସମ୍ବର ମାଂସ ରଖିଛି, ଭଣ ଭଣ ଗନ୍ଧ ଛାଡ଼ୁଛି। ତାର ସ୍ତ୍ରୀ କହିଲା, ବଳିଆ କୁକୁର ସମ୍ବର ମାରିଥିଲେ ଯେ ଏ ଲୋକେ ଛଡ଼େଇ ଆଣିଥିଲେ। ସଢ଼ା ମାଂସ ଖାଇଲେ ଦେହ ବିଗିଡ଼ିଯିବ ଯେ। ଜାନୁଭାଇ କହିଲା, ଦେହ ବିଗିଡ଼ିବ? କେହି ତ କହିନାହିଁ ମୋତେ କେବେ। କିଏ ଆସୁଥିଲା ଯେ କିଏ କହୁଥିଲା? ସମ୍ବରା ବୁଢ଼ୀ ଓ ସମ୍ବରା ଦିହେଁ କହିଲେ। ଅନ୍ଧାର ବିଲ୍ ବିଲ୍। ପାହାଡ଼ି ପବନ ଦାଉରୁ ବଞ୍ଚିବା ପାଇଁ ଚାଳକୁ ନଇଁ ଆଣିଛନ୍ତି ଭୂଇଁ। ପତନ 2 ଫୁଟ ଉଞ୍ଚ ପର୍ଯ୍ୟନ୍ତ। ପଶିଗଲେ ଦିଶେ ଓସାର ପିଣ୍ଡା, ପରିଷ୍କାର ଓ ଉଞ୍ଚ ଚାଳ। ତାପରେ ବିଶାଳ ଅରଣ୍ୟ ଘେରେଇ ହୋଇ କଂସୁଲ ଗାଁ ମୋଟେ 3 ଘରର ବସତି, ଗୋଟିଏ ଧାଡ଼ିରେ। ବଣେ ବଣେ ଗଲେ ପଡ଼େ ପାରିଲିଙ୍ଗା। ଗାଁ ଭାଙ୍ଗି ଯାଇଛି କେବଳ ଜନ୍ତୁର ଭୟ। ଘଞ୍ଚ ଅରଣ୍ୟ ଭିତରେ ଗୋଟାକୁ ଗୋଟା ପାହାଡ଼ ଚଢ଼ା। ଦିଶୁଛି କେଉଁ ପାହାଡ଼ଯାକ କଦଳୀ ବଗିଚା, କେଉଁଠି ପଣସ, ସପରି ବଣ, କେଉଁଠି ବା ହଳଦୀ। ସେହିପରି ପାହାଡ଼ ଚଢ଼ି ଚଢ଼ିକା ନିର୍ଗୁଟି ଗାଁ। 5 ଘର କନ୍ଧ, 5 ଘର ଡମ୍ବ ହୋଇ ଏକ ବଡ଼ ଗାଁ। ଏ ଗାଁର ବିଶି ମାଝି ଶିକୋକା ଶିକ୍ଲା କନ୍ଧ। ଦେବପୂଜକ କାନି ଶିକୋକା ବକ୍ସି ଟଙ୍କା 30କୁ ସିଂହପୁରକୁ ଗୋଟିଏ ଛତା କିଣି ଆଣିଛି। ନାଲି, ହଳଦିଆ, କଳା 3 ପ୍ରକାର ସୂତାରେ ମାଛକଣ୍ଟା ପରି ସେ ବୁଣାବୁଣି କରେ। ନ ହେଲେ ତ୍ରିକୋଣ ପକାଏ, ଗୋଲ ଗୋଲ ଫୁଲ ବି ପକାଏ। ଏମିତି ଡଙ୍ଗରିଆ କୌପିନୀର ଲାଞ୍ଜ ଓ କୁଞ୍ଚ ଶୋଭା ପାଏ। ଗଲା ନିର୍ଗୁଣ୍ଡି, ପୁଣି ପର୍ବତା ଚଢ଼ା। ପର୍ବତ ଉପରେ ପର୍ବତ ଚଢ଼ି ଚଢ଼ି ସତେକି ଏକ କାନ୍ଥ ଉପରେ ବଡ଼ ଗାଁ। ନିଶି ଖାଲ 2 ଧାଡ଼ି ହୋଇ 15 ଘର ଡଙ୍ଗରିଆ ଅଛନ୍ତି। ଚାରିପାଖ ଦିଶୁଛି ଆହୁରି ଉଞ୍ଚ ଉଞ୍ଚ ପାହାଡ଼। ଏ 3000 ଫୁଟ ମାଳ ଉପରେ କଦଳୀ ବିକ୍ରି ହୁଏ ଅଣାକୁ 16ଟା। ଟୋକେଇରେ ହଳଦୀକୁ 1.5 ଟଙ୍କା କି 7 ଶୁକା। ଡମ୍ବ ବେପାରୀ ଆସି ବୋହି ନିଅନ୍ତି। କଦଳୀକୁ ବିକନ୍ତି ଗୋଟିକି 2 ପଇସାରେ। ବିଚିତ୍ର ସେ ଡଙ୍ଗରିଆ। ଦେହରେ ଅସୁର ପରିବଳ। 5 ହାତ ଉଞ୍ଚ ଡେଙ୍ଗା ମରଦ। ହାତ ଗୋଡ଼ ବଳିଲା ବଳିଲା। ଦେହଯାକ ମୋଟା ସାପ ପରି ମାଂସପେଶୀ ଗୁଡ଼େଇ ଗୁଡ଼େଇ ହୋଇଛି। ଆଉ ଗୋଲ ଗୋଲ ବଳିଲା ବଳିଲା ମାଂସ ପିଣ୍ଡୁଳା। ଚାରିପାଖରେ ପଥର ପରି, ସେ ବି ଖଣ୍ଡେ ପଥର ଯେପରି, କିନ୍ତୁ ଚଳନ୍ତି ପଥର।
ପୁରୁଷର ନିଶ ଉପରେ ନୋକଲ, ନାକ ଫୋଡ଼ି 2ଟା 3ଟା ନୋକଲ ସେ ଲଗାଏ। ଫାସିଆରେ ପଦକ ହାଡ଼ ଖପରା କି କାଚର, ନାକଦଣ୍ଡିରେ ପିନ୍ଧେ ଗୋଟାଏ ଗୋଜିଆ କାଠି। କାନରେ ଝରା, ମୁଣ୍ଡର ଜୁଡ଼ା, ଭିତରେ ପିତ୍ତଳ କି କଂସାର ଏକ ଟାଣ କାଠି, ବେକରେ ସରୁ କାଚମାଳି କେରା କେରା, କଚଟିରେ ମୋଟା ବଳା, ଅଣ୍ଟାରେ କୌପିନି, ଡୋରରୁ ଖୋଳରେ ପଶି ଝୁଲୁଥାଏ ହାତେ ଲମ୍ବର ଓସାର ବାଙ୍କୁଲି ଛୁରୀ, ଭାରି ଦାଢ଼, ଭାରି ଟାଣ, କାହାରି ଅଣ୍ଟାରୁ 2ଟା ସେମିତି, ସମସ୍ତଙ୍କ କାନ୍ଧରେ ଟାଙ୍ଗିଆ। ଡଙ୍ଗରିଆ ଖୁସି ହୋଇଗଲେ ହଠାତ୍ କୁଦାଟାଏ ମାରି ଅଣ୍ଟାରୁ ଛୁରୀ, କାନ୍ଧରୁ ଟାଙ୍ଗିଆ କାଢ଼ି ଡେଇଁ ଡେଇଁ ଏକାଠି ଠୁକେଇ ଠୁକେଇ ଗୀତ ବୋଲି ବୋଲି ହାତ ଗୋଡ଼ ଛାଟି ନାଚିବାକୁ ଆରମ୍ଭ କରିଦିଅନ୍ତି। ଏତେ ଶାନ୍ତଶିଷ୍ଟ ଭଦ୍ରଲୋକ ନାହିଁ ନଥିବାର। କେତେ ଲୋକ ମଦ ତ ଖାଆନ୍ତି ନାହିଁ, କେତେ ଲୋକ ଲଙ୍କା ମରିଚ ବି ଖାଆନ୍ତି ନାହିଁ, କିନ୍ତୁ ପର୍ବଦିନରେ ଯେତେବେଳେ ସେମାନେ ସମତଳକୁ ଓହ୍ଲାନ୍ତି ସେତେବେଳେ ବାଟରେ ଧରେ ମଦ ବିକାଳି। ସହରକୁ ଆସିଲା ବେଳକୁ ନିଶାରେ ଟଳ ଟଳ ହୋସ୍ ନଥାଏ। ଟାଙ୍ଗିଆ ବୁଲେଇ ବୁଲେଇ ଡେଇଁ ଡେଇଁ ଗାଳି ଦେଇ ଦେଇ ପଟୁଆର କରେ। ବଳି ମଇଁଷି ଉପରେ କୁଦି ପଡ଼ି ତାର ଖଣ୍ଡ ଖଣ୍ଡ ମାଂସ କାଟି ପକାଏ। ଏକାଠି 50-100 ଲୋକ ମଇଁଷି ଉପରେ ଚୋଟ ମାରୁ ମାରୁ ପରସ୍ପର ଦେହକୁ ଫଡ଼ା ଫଡ଼ା ଛେଲି ପକାନ୍ତି। କିଏ ମଇଁଷି ଲଙ୍ଗୁଡ଼ଟାକୁ, କିଏ ତାର ସିଂହରୁ ଗୋଟାଏ, କିଏ ପୁଳାଏ କଞ୍ଚା ମାଂସ ପାଟିରେ ପୂରେଇ ଚୋବାଇ ଚୋବାଇ ଡେଇଁ ଡେଇଁ ଚାଲିଥାନ୍ତି। ମୁଣ୍ଡ ବାଳ ଫୁରୁ ଫୁରୁ ମୁକୁଳା, ମୁହଁରେ ଦେହରେ ରକ୍ତ। ଯେ ଶୁଣିଛି ସେତେବେଳେ ଡଙ୍ଗରିର ମର୍ତ୍ତ ଗର୍ଜନ ଯେପରି ଗୁମ୍ଫା ଭିତରୁ କୌଣସି ହିଂସ୍ର ଜନ୍ତୁର ବୋବାଳି। ଡଙ୍ଗରିଆ ବିଷୟରେ ଠିକ୍ ଓଲଟା ଧାରଣା କରି ସେ ଭାବିବ ଏ ମଣିଷ ନୁହେଁ, ଏ ବି ଏକ ବଣ ଜନ୍ତୁ, ବାଘ ପରି, ବରଂ ଆହୁରି ଭୟାନକ, ଆହୁରି ହିଂସ୍ର। ଅଥଚ ଅତି ସରଳ, ଅତି ଶାନ୍ତ ସୁଧାର ଏ ଡଙ୍ଗରିଆ ଆପଣା ପର୍ବତ ଗାଁରେ ଭଦ୍ରତା ବିନୟ ଆତିଥେୟତାର ଆତିଶଯ୍ୟ ତାଠି। ଜୁର ଅର୍ଥାତ୍ ଲୁଟପାଟ କରିବା ପର୍ବ। ପୂର୍ବେ ଏ ପର୍ବରେ ମଣିଷ ମେରିଆ ପୋଡ଼ୁଥିଲେ, ପରେ ମଣିଷ ବଦଳରେ ମଇଁଷି। ପ୍ରଥା ଥିଲା ମଇଁଷିଟା ଦୌଡ଼ୁଥିବ, ତା ପଛରେ ପଲ ପଲ ଡଙ୍ଗରିଆ ଗୋଡ଼େଇ ଗୋଡ଼େଇ ତାକୁ ଚୋଟ ଚୋଟ କରି ହାଣି ତାର ମାଉଁସ ଲୁଟି ନେଉଥିବେ। ମଣିଷ ଖାଇବାରେ ତାଙ୍କର ଅଭାବ ନାହିଁ, କିନ୍ତୁ ଏ ମାଂସ ପୂଜା ଭୋଗ, ତେଣୁ ଆ ମୂଲ୍ୟ ବେଶୀ। ସେ ମାଂସକୁ ଗାଁକୁ ନେଇ ଘରେ ଘରେ ଟିକିଏ ଟିକିଏ ମାଟିରେ ପୋତି ଦିଅନ୍ତି। ବିଶ୍ୱାସ ଯେ ତା ହେଲେ ସବୁ ମଙ୍ଗଳ ହେବ, ସବୁ ଅଶୁଭ ନିବାରଣ ହେବ। ଦୁର୍ଗାପୂଜା ହିଁ ଜୁରର ସମୟ। ମହାଷ୍ଟମୀ ରାତିରେ ବଳି ପଡ଼େ କଲ୍ୟାଣସିଂହପୁରେ ଦୁର୍ଗା ଦେଉଳରେ। ସେହି ରାତ୍ରିରେ ମୁନିଗୁଡ଼ାକୁ 3 ମାଇଲ ଦୂରରେ ଭୈରବୀଗଡ଼ରେ ଭୈରବ ଦେଉଳର ଠାକୁରାଣୀ ଦେଉଳ ବଳି ପଡ଼େ। ପୁଣି ତା ପରଦିନ ବି ନବମୀ ସକାଳେ ବିଷମ କଟକରେ ପର୍ବ ହୁଏ। ପ୍ରଥମେ ନିୟମ ରଜା ଦେଉଳରେ, ତାପରେ ଠାକୁରାଣୀ ଦେଉଳରେ, ତାପରେ ମାର୍କମା ଠାକୁରାଣୀଙ୍କ ଦେଉଳରେ, ଶେଷରେ ଭୈରବ ଦେଉଳରେ। କେଉଁ ଦେଉଳର ବଳିର ଭାଗ କିଏ ପାଇବ ତା ଆଗରୁ ବିଧାନ ଅଛି। ମଣିଷକୁ ଖୋଲିଦେବା ପ୍ରଥା ଉଠିଯାଇ ମଇଁଷିକୁ ହଣି ଭାଗ ପାଇବାକୁ ଅଧିକାର ଥିବା ଗାଁମାନଙ୍କୁ ବାଣ୍ଟିଦେବା ପ୍ରଥା କରାଯାଇଥିଲା। ଜୁର ଉପଲକ୍ଷେ ଜୟପୁର ଜମିଦାରଙ୍କର ଦରବାର ହେଉଥିଲା ସେ 3 ଜାଗାରେ। ସେଠି ଡଙ୍ଗରିଆ ଫଳମୂଳ ଟଙ୍କା ଭେଟି ପାଉଥିଲା ଖଣ୍ଡେ ଖଣ୍ଡେ କନାମୁଣ୍ଡରେ ଗୁରେଇବାକୁ। ତା ପୂର୍ବରୁ ଦଶହରା ପାଇଁ ଖଜଣା ହିସାବରେ ଗାଁ ଗାଁ କରୁ ଛେଳି ଅସୁଲ ହୋଇସାରିଥାଏ। ଡଙ୍ଗରିଆ ବାଜା ବଜେଇ ବଜେଇ ସ୍ତ୍ରୀ ବାଳକ ସମସ୍ତଙ୍କୁ ଘେନି ଡେରି ଡେରି ପର୍ବତକୁ ସହରକୁ ଆସେ। ଆଉ ସେ ଆସେ ରଥଯାତ୍ରାକୁ ମଦ ଖାଇବାକୁ, ନାଚିବାକୁ। ଆଉ ହାଟକୁ ସିଂହପୁର ଆଡ଼େ। ସିଂହପୁର ଓ ମାଝିଗୁଡ଼ା ପର୍ବତ ଆରପଟେ 4 କୋଣା ହାଟ। ମୁନିଗୁଡ଼ା, ଦହିଖାଲ ଆଉ ନାହିଁ। କଥା ଗପି ଗପି ଦୃଶ୍ୟ ଦେଖି ଦେଖି ଚାଲିଛନ୍ତି 2 ବନ୍ଧୁ। ପାହାଡ଼ ଚଢ଼ାରୁ ଦେହ ତାତି ଯାଉଛି, ଶୀତ କରୁନାହିଁ। ଉପରେ ଖୋଲା ଆକାଶ, କେତେ ଦୂରରୁ ଦୂରରୁ ଦିଶୁଛି ଢେଉ ପରି ପଛକୁ ପଛ ପର୍ବତ ମାଳ। ମଣିଷ ସହଜରେ ସମତଳ ଛାଡ଼ି ପର୍ବତରେ ଘର କରିବାକୁ ଚାହେଁ ନାହିଁ। ଥରେ ପର୍ବତରେ ଚଢ଼ିଲେ ଆଉ ତଳକୁ ଆସିବାକୁ ମନ କରେ ନାହିଁ। ଡଙ୍ଗରିଆ କନ୍ଧ ଅବଜ୍ଞାରେ ତଳଦେଶର କନ୍ଧକୁ ଅନାଏ। ପାହାଡ଼ ମାଳର ଗୋଟିଏ କନ୍ଧ ବି ତଳଦେଶିଆକୁ ତୁଚ୍ଛା ତାଚ୍ଛଲ୍ୟ କରେ। ଏ ପର୍ବତ ଉପରେ 3 ଘର 5 ଘର ହୋଇ ଗାଁ କରି ସେ ଆବାହମାନ କାଳରୁ ଚଳି ଆସିଛି। ଶସ୍ୟ କରେ କି 4 ମାସର ଖୋରାକି ମାନିଆ। ଗୋଟିଏ ଗୋଟିଏ ପରିବାରର ହାରାହାରି ବାର୍ଷିକ ଆମଦାନୀ 2 ପୁଟି ମାଣ୍ଡିଆ, 3 ପୁଟି କୋସ୍କା, ପୁଟିଏ କାନ୍ଦୁଲ, 2 ପୁଟି ସୋରିଷ, 2 ପୁଟି ଅଳସୀ, ପୁଟିଏ ଜଡ଼ା। ଜଣେ ଭେଣ୍ଡିଆ ଦିନକୁ 3 ଥର ସେ ଖାଇବ ଅନ୍ତତଃ 1 ଅର୍ଡ଼ା, ଅର୍ଥାତ୍ ବର୍ଷକୁ 4 ପୁଟି 10 ମାଣ। 4 ଜଣିଆ ଗୋଟିଏ ପରିବାରରେ ବାର୍ଷିକ ଆବଶ୍ୟକ ଯଦି 8 ପୁଟି ଖାଦ୍ୟ,
ଆମଦାନୀ 5ରୁ 6 ଫୁଟି, ବାକିଟା ସେ ଉଠେଇ ନିଅନ୍ତି ଅନ୍ୟ ବାଟରୁ, ଯେପରିକି ଆମ୍ବ ଟାକୁଆ, ତେନ୍ତୁଳି ମଞ୍ଜି, ସଳ୍ପ ଗଛର ଧୂଳି, ଚେରେଙ୍ଗା, ପିତାକନ୍ଦା, ନଙ୍ଗଳକନ୍ଦା, କୋଲିଆ କନ୍ଦା ସାରୁ, କଲିଆରି ବାଗ, ଜବା ଶାଗ, ପୁଣି ଚାକୁଣ୍ଡା ଶାଗ, ବାଉଁଶ, କରଡ଼ି, ଛତୁ ଆଉ ତାଙ୍କର ବିଖ୍ୟାତ ଫଳମୂଳ ସେହି କଦଳୀ ସପୁରୀ ପଣସ ଆଦି। ତାକୁ ଖାଇ ସବୁଥିରୁ ମିଶାଇ ମିଶାଇ ସେ ବର୍ଷଯାକ ଅକ୍ଳେଶରେ ଚଳିଯାଏ। ସେହି ଫଳ କି ଫସଲକୁ ବଦଳାଇ ସେ ଲୁଗାପଟା କିଣେ। ଘର ଗୋଟିକେ ବର୍ଷକୁ 10 ମାଣ ଲୁଣ ଦରକାର ହୁଏ। ଖରାଦିନେ ଥରେ କିଣି ପୋତି ଦେଲେ ଟିକିଏ ଟିକିଏ ନେଇ ବର୍ଷକ ଚଳେ। କିରାସିନ ବର୍ଷକୁ 2 ବୋତଲ, ପର୍ବ ଲାଗିଲେ ଦରକାର ପଡ଼େ, ନହେଲେ ନାହିଁ। ଖାଇବା ତେଲ ତ ମୋଟେ ଦରକାର ନାହିଁ। ଡଙ୍ଗରିଆ ତାର ଖାଦ୍ୟକୁ ବିନା ମସଲା ବିନା ତେଲରେ ସିଝେଇ ସିଝେଇ ଖାଏ। ପୁରୁଷର 16 ହାତ ଲମ୍ବା ହାତରେ ଓସାର କୌପିନି, ହାତ ବୁଣା ଖଦି, ଟଙ୍କା 3 ପଡ଼େ, ଯାଏ ବରଷେ ଆଉ। ପାଙ୍ଗୁର ବାଟା ଅର୍ଥାତ୍ ଖୋରି ହେଲା ବର୍ଷକୁ 10 ହାତିଆ 2ଟା ଦରକାର। ସ୍ତ୍ରୀ ଲୋକର ପିନ୍ଧା ବେରା 2 ଖଣ୍ଡ ଖଣ୍ଡ, 3 ହାତ ଲମ୍ବା 2 ହାତ ଓସାର, ଖଣ୍ଡେ ଖଣ୍ଡେ ଗୁରା ହୁଏ ଆଉ ଅଣ୍ଟା ଉପରକୁ ସାମ୍ନା ପଟେ ପଡ଼େ। ଧୂଆଁ ପତ୍ରରେ ମାସକୁ ଟଙ୍କାଏ। ବାକି ପୁଣ୍ୟ ପର୍ବ। ଲଞ୍ଜିଆ ସଅରା ଆପଣା ହାତରେ ଆପଣା ନିଶ ତକ ଗୋଟି ଗୋଟି କରି ଓପାଡ଼ି ପକାଏ। ଗୋଟିଏ ଧାନ ସହିତ ଟାଣି କରି ଧରେ। ସ୍ଥିର ପାଣିକୁ କରେ। ଦର୍ପଣ ଆପଣା ନିଶ ଆପେ ଓପାଡ଼ିବାରେ ହିଁ ଆନନ୍ଦ। ଲାଞ୍ଜିଆ ସଉରା ଯାହା ରୋଜଗାର କରେ ତହିଁରୁ 10 ପଣ ଯାଏ ପୂର୍ବ ପୁରୁଷଙ୍କ ଆତ୍ମାଙ୍କ ମଇଁଷି ବଳି ଦେଇ। କାରଣ ତାର ବିଶ୍ୱାସ, ଜ୍ୱର ହେଲେ ବି ସେ ଅତୀତର ଆତ୍ମାମାନେ ଜ୍ୱର କରନ୍ତି, ସର୍ଦ୍ଦି କରନ୍ତି ସେହି। ଆଉ ଅନ୍ୟାନ୍ୟ ଯେତେ ଔଷଧ ସବୁ। ଡଙ୍ଗରିଆ କନ୍ଧ ଆପଣା ନିଶ ଓପାଡ଼େ ନାହିଁ। କେହି ବେମାରୀ ପଡ଼ିଲେ ସେ ବଉଳାନି ପୂଜା କରେ ସତ, କିନ୍ତୁ ସେଥିପାଇଁ ଗୋଟିଏ କୁକୁଡ଼ା ଛୁଆ ହିଁ ଯଥେଷ୍ଟ। ସାଧାରଣ ପର୍ବ କେବଳ ବିଭିନ୍ନ ଶସ୍ୟର ନୂଆଖିଆ, ଯଥା ମାଘ ମାସରେ ମେରିଆ ଭୋଦୁଅରେ ନୂଆଖିଆ, ବିମାର ପୂଜା, ମାଞ୍ଜିଆ ରାଣୀ, ଚୈତ୍ରରେ ଆମ୍ବ ନୂଆ ଖାଇବା ବେଳ, ତେଣୁ ସେ ବି ପର୍ବ। ଆଷାଢ଼ରେ ନୂଆ କରି ଆମ୍ବ ଟାକୁଆ ଖାଇବା ପର୍ବ, ଯାହାକୁ କହନ୍ତି ବୁରେଣ ପର୍ବ। ପାରାଟିଏ କୁକୁଡ଼ାଟିଏ ହେଲେ ପୂଜାକୁ ଯଥେଷ୍ଟ। ଖାଲି 3 ବର୍ଷରେ ଥରେ ପଡ଼େ ପୋଢ଼ ପୂଜା। ତାର ବିଧାନ ବନ୍ଧା ହୋଇଛି। ଘରକେ ଗୋଟିଏ ଛେଳି, 5-6ଟି କୁକୁଡ଼ା, ଯୋଡ଼ିଏ ପାରା, ଗୋଟିଏ ମେଣ୍ଢା, ଘରର ସମସ୍ତଙ୍କ ପାଇଁ ନୂଆ ଲଗା। ତା ଛଡ଼ା ଗାଁ ଭେଦାରେ ମଶାଣି ଡୁମ୍ବା ଲାଗି ଗୋଟିଏ ଘୁଷୁରୀ, ଗାଁ ଯାକର ଯୋଡ଼ିଏ ପୋଢ଼, ମଦ ଟିଣେ। ଅନ୍ୟାନ୍ୟ ଗାଁରୁ ଯେତେ କୁଣିଆ ଆସିବେ ସମସ୍ତେ ମାଣେ ଲେଖାଏଁ ଚାଉଳ ଓ କିଛି ମଦ ନେଇ ଆସିଥିବେ। ପ୍ରତି ଗାଁକୁ ଶଙ୍ଖଳା ବ୍ୟବହାର ଦେବାକୁ ପଡ଼ିବ। ଗୋଟିଏ ଲେଖାଏଁ ଛେଳି, ସର୍ବମୋଟ 3 ବର୍ଷରେ ପୋଢ଼। ପୂଜା କଲାବେଳେ ପ୍ରତି ପରିବାରକୁ ଖର୍ଚ୍ଚ ଲାଗିଯାଏ ହାରାହାରି 100 ଟଙ୍କା। ପ୍ରତିବର୍ଷ ପ୍ରତି ପରିବାରର ବ୍ୟୟ ମଧ୍ୟ ଖାଦ୍ୟ ଛଡ଼ା ପ୍ରାୟ 100 ଟଙ୍କା। ଖାଦ୍ୟ ଶସ୍ୟ ଛାଡ଼ି ଅନ୍ୟାନ୍ୟ ପଦାର୍ଥରୁ ଆୟ ବି ସେହି 100-150 ସବୁ ସରିଯାଏ, ରହେ ନାହିଁ ବଳକା। ଟଙ୍କାର ବ୍ୟବହାର ବେଶୀ ନାହିଁ, କେବଳ ବଦଳା ବଦଳି। ଡମ୍ବ ବେପାରୀ ଆସିବ, କୌପିନି ଲୁଗା ଖଣ୍ଡେ ଦେଲେ 3 ମାଣ 4 ମାଣ ମାଣ୍ଡିଆ ମାପି ନେବ। କେଉଁ ଝାଳବୁହା ମାଲ ବିନିମୟରେ କେତେ ଅନ୍ୟ ଜିନିଷ ଆସେ ଡଙ୍ଗିଆ ତା ଅନୁଭବ କରେ। ପରିଶ୍ରମ ତ ସବୁଦିନେ, ତାର ଜୀବନ ହିଁ ପରିଶ୍ରମ। ଚୈତରେ କୋସ୍କା ସଙ୍ଗେ ମିଶାଇ ମାଣ୍ଡିଆ ବୁଣା, ବୈଶାଖରେ ବୁଣା ସରିଯାଏ, ଜମିରେ ମଇ ପଡ଼େ। ଏବେ ବଣହଣା ବଣପୋଡ଼ା କାମରେ ଲାଗେ। ଜ୍ୟେଷ୍ଠରେ ପୋଡୁ ଜମିକୁ ସଫା କରେ। ଆଷାଢ଼ରେ ଘାସ ଅବଛା ବଛାବଛି ହୁଏ। ଶ୍ରାବଣରେ ବିଶେଷ କିଛି କାମ ନଥାଏ। ଭାଦ୍ରବରେ କ୍ଷେତ ଜଗେ। କ୍ଷେତରୁ ଚଢ଼େଇ ମାଙ୍କଡ଼ ଜନ୍ତୁକୁ ହୁରୁଡ଼ାଏ। ଅଶିଣ କାର୍ତ୍ତିକରେ କୋସ୍କା ମାଣ୍ଡିଆ ଖୁଣ୍ଟି ନେବା କାମ। ମାର୍ଗଶିର ପୁରରେ ତୋଟା କାମ, ଘାସ ସଫା, ପାହାଡ଼ କ୍ଷେତରୁ ଟେକା ପଥର ବଛା। ଅଳସ୍ୟ ହୁଏ କେବଳ ମାଘ ଫଗୁଣରେ। ସେ ତାର ପର୍ବ ଦିନ। ସରଳ ସୁସ୍ଥ କନ୍ଧ ଚାଷୀ, ପାହାଡ଼ର ପୁଅ ଝିଅମାନେ ଚାଲି ସଳଖ, ବିଚାର ସଳଖ, କଥା ସଳଖ, ସବୁ ସିଧା ସିଧା। ତାଙ୍କଠି ୟଜ ରୋଗ ନାହିଁ କି କୁଷ୍ଠ ନାହିଁ। କିନ୍ତୁ ଗୋଟିଏ ଅଭାବ, ସେମାନେ ସଫା ସୁତୁରା ହୋଇ ଶିଖି ନାହାନ୍ତି, କେହି ବତେଇ ନାହାନ୍ତି। ଲୁଗା ପିନ୍ଧିବା ନ ପିନ୍ଧିବାକୁ ପରେଇ ନାହିଁ। ବାହାର ଦୁନିଆ ଉପରେ ନିର୍ଭର ଲୁଣ ପାଇଁ। କେଉଁ ଅତୀତ କାଳରେ କେବେ ମଣିଷ ଲୁଣର ଆବଶ୍ୟକତା ନେଇଥିଲା, ଆଉ ତା ତୁଟେ ନାହିଁ। ସେ ଲୁଣ ଟିକକ ଆଣିବା ପାଇଁ ତାର ବାହାର ଦୁନିଆ ସହିତ ସମ୍ବନ୍ଧ। ସେଇଥିପାଇଁ ତାର ହାଟ ବୁଲା, ତା ସଙ୍ଗେ ସଙ୍ଗେ ବାହାର ଲୋକଙ୍କୁ ଭଲ କଥା ମନ୍ଦ କଥା ଶିକ୍ଷା। ସମତଳର ଲୋକେ ଭାବନ୍ତି ଯେତେ ଦିନ ଯାକେ ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, କୋଟିଆ କନ୍ଧ ଏହି ଆଦିମ ଅବସ୍ଥାରେ ଥିବେ, ସେତେଦିନ ଯାକେ ତାଙ୍କୁ ଠକି ତାଙ୍କଠୁ ସୁବିଧା ଅସୁଲ କରିହେବ। ଏହି ଯେପରି 4 ଅଣାକୁ 96ଟି କଦଳୀ, ଟଙ୍କାଏ 2 ଟଙ୍କାକୁ ଗୋଟାଏ ମଇଁଷି ଛାଲ, ଟଙ୍କାଏ 1.5 ଟଙ୍କା ପକାଇ ଦେଲେ ଟୋକାଏ ହଳଦୀ।
ଉପନିବେଶ ସ୍ଥାପନକାରୀମାନଙ୍କ ପରି ସେମାନେ ବି ଭାବନ୍ତି ଯେ ଶୋଷଣ ପୂର୍ବରୁ ଶୋଷଣ ପାଇଁ ଆଗ କ୍ଷେତ୍ରର ପ୍ରସ୍ତୁତ କରିବା ଦରକାର। ସେଥିପାଇଁ ଦରକାର ନିଶା ଦ୍ରବ୍ୟ ଠେଲିବା, ଡଙ୍ଗିଆକୁ ମଦ ପିଆଇବା, ଆଦିବାସୀଙ୍କ ଗାଁ ଗହଳିରେ ସ୍ଥାନେ ସ୍ଥାନେ ମଦ ଦୋକାନ ଖୋଲିବା। ସେମାନେ ଚାହାନ୍ତି ଡଙ୍ଗରିଆ ଜୁର ପର୍ବ କରୁଥାଉ, ଅଶିକ୍ଷିତ ହୋଇ ପଡ଼ିଥାଉ, କେହି ନ ଯାଆନ୍ତୁ ତା ପର୍ବତକୁ, କେବଳ ସେହି ବେପାରୀଙ୍କ ଛଡ଼ା। ତେଣୁ ନଷ୍ଟ ସ୍ୱାର୍ଥ ଦଳମାନେ କାହାଣୀ ଗଢ଼ି ରଟେଇ ଯେ ଡଙ୍ଗରିଆ ଭୟଙ୍କର ମଣିଷ, କଥା କଥା କିଏ ଛୁରା ଚଳେଇ ଦିଏ, ହୁସିଆର, କେହି ଚଢ଼ନା, ନିୟମଗିରି। ସେହିମାନେ ରଟେଇଛନ୍ତି ଜୁର ବନ୍ଦ କଲେ ଡଙ୍ଗରିଆ ବିଦ୍ରୋହ କରିବାର ଇତ୍ୟାଦି। ଏହି ଆଲୋଚନା ହିଁ ପଡ଼ିଥିଲା ଦୁଇ ବନ୍ଧୁଙ୍କ ଭିତରେ। ଏକେ ଆଲୋଚନା ପାଇଁ ବାଟଚଲା ସୁବିଧା ଦିଏ, ପୁଣି ଏ ସୁନ୍ଦର ବନସ୍ଥଳୀ ଯେପରିକି ଗଢ଼ା ହୋଇ ରହିଛି ଯୁଗେ ଯୁଗେ ସଦ୍ବିଚାରର ପୃଷ୍ଠଭୂମି ହେବା ପାଇଁ। ଜନଭାଇ କହୁଥିଲେ, ଅତଏବ ଏହିପରି ହୋଇ ଡଙ୍ଗରିଆ ଅନୁନ୍ନତ ଅବସ୍ଥାରେ ରହିଛି। କ୍ରମେ ଅନୁନ୍ନତ ଅବସ୍ଥା ପ୍ରତି ତାର ସ୍ନେହ ଜନ୍ମି ଯାଇଛି, ଶୃଙ୍ଖଳା ପ୍ରତି ଶ୍ରଦ୍ଧା, ମନ୍ଦିର ଏ ଯେପରିକି ଚୂଡ଼ାନ୍ତ। ବାହାରେ ଯେପରି ନ୍ୟସ୍ତ ସ୍ୱାର୍ଥ ବେପାରୀ ରଟଉଛନ୍ତି ଯେ ଏମାନଙ୍କୁ ତାଙ୍କ ନିଜ ଉପାୟରେ ରହିବାକୁ ଚଳିବାକୁ ଦିଅ, ଭିତରେ ବିଚାର କ୍ଷେତ୍ରରେ ସେହିପରି କେତେକ ନୃତତ୍ୱମାନେ କହୁଛନ୍ତି ଯେ ଏମାନଙ୍କ ସଙ୍ଗେ ଲାଗ ନାହିଁ, ଏମାନେ ଏମିତି ଅଛନ୍ତି ସେମିତି ଥାନ୍ତୁ, ନହେଲେ ଏକ ଆଦିମ ସଂସ୍କୃତି ଲୋପ ପାଇଯିବ। ଏପରି ଭାବିଲେ ଅନେକ ଅର୍ଥ କରୁଛନ୍ତି ମଦଖିଆ ରହିବ, ଗୋରୁ ମଇଁଷି ହଣା ହେବ, ଜୁର ପର୍ବ ରହିବ, ତାହେଲେ ତ ରହିବ ବହୁତ କଥା ବଳେ ରହିବ। ଏ ଯେପରି ନକଲି ଗହଣା, ରଙ୍ଗରଙ୍ଗର କାଚମାଳି ପାଇଁ ବଜାର, କଳ ତିଆରି ଜିନିଷ ପାଇଁ ବଜାର, କିଣିଲା ବେଳକୁ ପଇସାକୁ ଚାରିକଣ୍ଡା କଦଳୀ। ଆଉ ରହିଥିବ ଏଣର ସୁଧ ପ୍ରଥା। ଟଙ୍କାଏ କରଜ କରିଲେ ମୂଳକୁ ମୂଳ ରହିଥିବ, ଟଙ୍କାଏ ମାଣେ ଅର୍ଥାତ୍ 3 ସେରେ ସୋରିଷ କି କାନ୍ଦୁଲ ମାପି ଦେବାକୁ ପଡ଼ିବ, ଖାଲି ବର୍ଷକର ସୁଧ ବାବଦକୁ। ଯେ ଟଙ୍କା ବ୍ୟବହାର କରୁନଥିଲା, କେବଳ ଜିନିଷ ବଦଳରେ ଦେଇ ଚଳୁଥିଲା, ଟଙ୍କାର ବ୍ୟବହାର ଆଗ ତାକୁ ଶିଖେଇବାକୁ ହେବ। ଟଙ୍କା ପାଇଁ ତାଠି ଆବଶ୍ୟକତା ସୃଷ୍ଟି କରିବାକୁ ହେବ। ଥରେ ସେ ଥୋପଟା ଗିଳିଲେ ତାପରେ ଓଟାରି ଓଟାରି ତାଠୁ ସବୁ ନେଇଯିବାକୁ ପଡ଼ିବ। ପର୍ବତ ଓହ୍ଲେଇ ପଡ଼ିଲେ ସେ ପାଖେ ମୁନିଗୁଡ଼ା, ରେଳ ଷ୍ଟେସନ ରେଳରେ ଜିନିଷ ବୋଝେଇ କରିବାକୁ ଭାରି ସୁବିଧା। ଯେଉଁ ଟଙ୍କା ଆଧୁନିକ ସଭ୍ୟତାର ଚକ, ସେହି ଟଙ୍କା ହିଁ ଅନର୍ଥର ମୂଳ। ରମଭାଇ କହିଲେ, ହଁ, ସେହି ଚକରେ କେତେ ଶ୍ରେଣୀ କେତେ ଲୋକ କଟି ଯାଇଛନ୍ତି। ଜନୁଭାଇ କହିଲେ, ନିତି କଟୁଛନ୍ତି ଅଦ୍ଭୁତ ଏ ଆବିଷ୍କାର ଟଙ୍କା, ଯେ ଶୋଷଣକୁ ସୁଗମ କରିଛି, ଯେ କାଢ଼ି ନେଇଛି ଶ୍ରମର ମୂଲ୍ୟ, ବିଦ୍ୟାର ଯଶ କୀର୍ତ୍ତି, ବିଚାରର ମାନଦଣ୍ଡ। ଏମାନେ ଯାହା ହୁଅନ୍ତୁ ଏତିକି ପାଇଁ ଭାଗ୍ୟବାନ ଯେ ଟଙ୍କା ପ୍ରଭାବରେ ଅତି ମାତ୍ରାରେ ପଡ଼ିନାହାନ୍ତି। ସହଜ ଜୀବନ କାମ କର ଆଉ ବଞ୍ଚ। କିନ୍ତୁ ସବୁ ନଷ୍ଟ କରୁଛି ମଦ ନିଶା। ଡଙ୍ଗରିଆ ଅଳ୍ପ ଖାଇଥାଇପାରେ, କୋଟିଆ ତହିଁରୁ ଟିକିଏ ବେଶୀ, ଦେଶିଆ ଆହୁରି ବେଶୀ, କିନ୍ତୁ ସବୁ ଆଦିବାସୀ ମଦ ନିଶାରେ ପଡ଼ିଛନ୍ତି। ଯେଉଁ ମୁଣ୍ଡରୁ ମଦ ଛାଡ଼ି ନାହିଁ ସେ ମୁଣ୍ଡରେ ବିଚାର ପୂରାଇବା କଷ୍ଟ, ସେ ମୁଣ୍ଡକୁ ମଧ୍ୟ ବିଶ୍ୱାସ ନାହିଁ। ଆଜି ଯଦି ଜଣଙ୍କର ପ୍ରଭାବରେ ସେ ଏକ ପ୍ରକାରେ ଭାବୁଛି, କାଲି ଆଉ ଜଣଙ୍କ ପ୍ରଭାବରେ ଅନ୍ୟ ପ୍ରକାରେ ଭାବିପାରେ, ଆଉ ପ୍ରକାରେ ଆଚରଣ କରିପାରେ। ତେଣୁ କୁହା ହୋଇଛି, ଆଗ ମଦ ଛଡ଼ାଇବାକୁ ହେବ। ଖଜୁରୀ କି ସଳପରେ ଯେଉଁ ରସ ଅମୃତ ପରି ସୁଆଦ ଓ ହିତକାରୀ, ସେହି ରସ ହିଁ ବିଷ ପାଲଟି ଯାଉଛି ମଦ। ବର୍ତ୍ତୁଲିରେ ପଦାରୁ କର୍ମୀ ଆସି ସଳପରୁ ଗୁଡ଼ କରୁଛନ୍ତି। କି ସୁନ୍ଦର! ଯେଉଁ ପର୍ଯ୍ୟନ୍ତ ଲୋକଙ୍କର ମଦ ଖାଇବା ପ୍ରବୃତ୍ତି ଆମେ କମାଇ ନ ପାରୁଛି, ସେ ପର୍ଯ୍ୟନ୍ତ ଗୁଡ଼ ରାନ୍ଧି ମଦ ମରିବା ବନ୍ଦ ହେବ ନାହିଁ। ଲୋକେ ତାଳ ଗଛରୁ ଖଜୁରୀ ସଳପ ଗଛ ପାଇବେ ନାହିଁ ତ ତେବେ ସେମାନେ ତାରି ଗୁଡ଼ରୁ ହିଁ ମଦ ରାନ୍ଧିବେ। ଅସଲ ବିଚାର। ବଡ଼ ଆଶ୍ଚର୍ଯ୍ୟ କଥା, ଏଇ ଅଞ୍ଚଳ କନ୍ଧମାନେ ଏଡ଼େ ସହଜରେ ସମ୍ପତ୍ତିର ସମବଣ୍ଟନ ଧାରଣାକୁ ଗ୍ରହଣ କରିନେଲେ, ଯଦି ତ ସେମାନେ ସମସ୍ତେ ମଦ ଛାଡ଼ି ନାହାନ୍ତି। ତାର କାରଣ ବୋଧହୁଏ ମୁଖ୍ୟତଃ ଏତିକି ଯେ ଏ ଦର୍ଶନ ଏକ ମୌଳିକ ସତ୍ୟ। ସତ୍ୟର ଶକ୍ତି ଅଛି ଯେ ପାତ୍ର ଅପାତ୍ର ଭେଦ ନ ବାରି ସର୍ବତ୍ର ପ୍ରବେଶ କରିପାରେ। ସତ୍ୟ ଆଲୋକ ପରି, ଅନ୍ଧାର ଯେତେ ଘନ ହେଉ ସେଠିକି ସେ ସହଜରେ ପ୍ରବେଶ କରିପାରେ। ଆମେ ସମସ୍ତେ ଏକ ପିତାଙ୍କର ସନ୍ତାନ, ସମସ୍ତେ ବାଣ୍ଟି ଖାଇବା, ପରିଶ୍ରମ କରୁଥିବା ସବୁ ମଣିଷ, ସବୁ ସମ୍ପତ୍ତି ଆଗ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଶିବ ଭାଇର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସର ବାକ୍ୟାଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।